ଶ୍ରୀକୃଷ୍ଣ ଗୋମାତା ଆପଣ ତ କଳି ଯୁଗରେ ରହିଲେ, ମଣିଷଙ୍କ ଆଚାର ବିଚାର ଜାଣିଲେ, ତ କଳି ଯୁଗରେ ଆପଣଙ୍କ ଦିନ ଗୁଡ଼ିକ କିପରି ବିତିଲା? ସେଠାରୁ ଗୋମାତା କହୁଛନ୍ତି, ପ୍ରଭୁ କଳି ଯୁଗରେ ମଣିଷଙ୍କ କିଛିଟି କଥା ଓ କାମକୁ ମୁଁ ବୁଝିପାରିଲିନି। ସେଠାରୁ ଶ୍ରୀକୃଷ୍ଣ କଣ କଥା ବୁଝିପାରିଲନି? ଗୋମାତା କହୁଛନ୍ତି, ପ୍ରଭୁ ଶ୍ରୀକୃଷ୍ଣ ମୁଁ ଗୋଟେ କଥା ବୁଝିପାରୁନି କି ମୋତେ ମିଛରେ ବହୁତ ଭଲ ପାଉଛନ୍ତି କି ସତରେ ଭଲ ପାଉଛନ୍ତି। ଯାହାକୁ ଦେଖ ମଣିଷ ମାନେ ଲୋକ ପରିଚୟ ହେବା ପାଇଁ ଭିଡ଼ ସାମ୍ନାରେ ମୋତେ ମା ଡାକୁଛନ୍ତି, ବାକି ସମୟରେ ମୋତେ ପଚାରୁନାହାନ୍ତି ମଧ୍ୟ। ଆମକୁ ଲୋକ ମା ଡାକନ୍ତି ଓ ପୂଜା ପାଠ କରନ୍ତି, କିନ୍ତୁ ଆମେ ପ୍ରକୃତରେ ଯାହାର ମା ସେ ଆମ କ୍ଷୀରଟିଏ ପାଏ ନାହିଁ। କାହିଁକି ନା ମଣିଷ ମାନଙ୍କୁ ଆମ କ୍ଷୀର ଦରକାର। ଯଦି ଆମର ଝିଅଟି ହେଲେ ସେ କ୍ଷୀରଟିଏ ମଧ୍ୟ ପାଇଥାଏ, କିନ୍ତୁ ପୁଅଟି ହେଲେ ତାକୁ ବାହାରକୁ ଫୋପାଡ଼ି ଦିଆଯାଏ। ଆମେ ତାକୁ ଦେଖିବାକୁ ମଧ୍ୟ ପାଉନଥାଉ। ଯେଉଁ ସମୟରେ ଆମେ କ୍ଷୀର ନ ଦେଇଥାଉ ଆମକୁ ରାସ୍ତାରେ ଛାଡ଼ି ଦିଅନ୍ତି। ଆମେ ଭୋକରେ ଆହାର ବିକଳ ହେଇଥାଉ। ଭୋକ ବଳରେ କେଉଁ ଘର କିମ୍ବା ଦୋକାନ ଆଗକୁ ଗଲେ ଆମକୁ ବାଡ଼ାନ୍ତି, ନହେଲେ ଗରମ ପାଣି ଫିଙ୍ଗନ୍ତି। ବାଧ୍ୟ ହୋଇ ଆମେ ଅଖାଦ୍ୟ ଖାଉ, ଯାହା ଆମ ଦେହରେ କେବେ ସହିପାରେନି ଓ ଛୋଟ ପଟ ହୋଇ ମରିଥାଉ। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଦୁଃଖର କଥା ହେଉଛି, ଆମକୁ ମା ଭାବିକି ପୂଜା କରୁଥିବା ସମ୍ପ୍ରଦାୟର ଲୋକମାନେ ଆମକୁ ବୟସ ହେଇଗଲା ପରେ ଆମକୁ ମାରି ଖାଉଥିବା ସମ୍ପ୍ରଦାୟ ହାତରେ ବିକ୍ରି କରିଦିଅନ୍ତି। ଏଠାରେ କୁହ ପ୍ରଭୁ ବଂଶୀଧର ଆମ ପାଇଁ ସେଠାରେ ବଞ୍ଚିବା ଏଠି କଳି ଯୁଗରେ ସବୁ ମଣିଷ ଗୋଟାଏ ଗୋଟାଏ ଲୋଭୀ ଓ ଅହଙ୍କାର ହୋଇଯାଇଛନ୍ତି। ପ୍ରଭୁ ଯେଉଁ ପର୍ଯ୍ୟନ୍ତ ମୁଁ ତା ପାଖେ ଦରକାରରେ ଆସିଥାଏ ସେ ପର୍ଯ୍ୟନ୍ତ ମୋତେ ସମ୍ମାନ ଦେଉଥାନ୍ତି ପ୍ରଭୁ, ନହେଲେ ଅସମ୍ମାନ କରି ମୋତେ ଘରେ ତଡ଼ି ଦେଇଥାନ୍ତି। ପ୍ରଭୁ ମୁଁ ଆପଣଙ୍କ ପାଖରେ ଏତିକି ନେହୁରା ହେଉଛି, କଳି ଯୁଗରେ ମଣିଷ ମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ଏବଂ ଅବାଟରେ ଚାଲି ଯାଉଥିବା ଲୋକମାନଙ୍କୁ ବାଟରେ ଆଣନ୍ତୁ। ସେଠାରେ ଶ୍ରୀକୃଷ୍ଣ କହୁଛନ୍ତି, କ୍ଷମା କରିବେ ମା, କଳି ଯୁଗରେ ମୁଁ ମଣିଷକୁ ଶ୍ରେଷ୍ଠ ଜୀବ କରି ପଠାଇଥିଲି କି ସେ ଅନ୍ୟ ଜୀବମାନଙ୍କୁ ରକ୍ଷା କରିବ, କିନ୍ତୁ ସେ ନିଜେ ହିଁ ଭକ୍ଷକ ହେଇଗଲା। ମୋତେ କ୍ଷମା କରିବେ ଗୋମାତା, ମୋତେ କ୍ଷମା କରିବେ।